କେଉଁ ଭୂମିର କୁଞ୍ଜେ କୁଞ୍ଜେ ସବୁଜ ସବୁଜିମାର ଆକର୍ଷଣ, ଗୋଷ୍ଠ ବାହୁଡ଼ା ଗୋପାଳ ବାଳକର ମୁରଲି ନିଃସୃତ ବେଣୁର ଝଙ୍କାର, ସେହି ଉତ୍କଳର ପବିତ୍ର ପୁଅ ଅଭିମନ୍ୟୁ ସାମନ୍ତ ସିଂହାରକ ରଚିତ କଳା ମାଣିକରେ। ପିଲାମାନେ, ଏକ ସୁନ୍ଦର ଚାପ୍ଟର। ପିଲାମାନେ, ବିଷୟକୁ ଯିବା ପୂର୍ବରୁ କଳାର ଅର୍ଥ ପିଲାମାନେ ମୋତେ କ'ଣ କହିଲ? ପିଲାମାନେ, କୃଷ୍ଣଙ୍କର ରଙ୍ଗ ହେଉଛି ବା କଳା। ଆଉ ମାଣିକ କ'ଣ? ମାଣିକ ହେଉଛି ଗୋଟେ ଅମୂଲ୍ୟ ରତ୍ନ। ମାତା ଯଶୋଦାଙ୍କର ଶ୍ରୀକୃଷ୍ଣ କ'ଣ ଅମୂଲ୍ୟ ରତ୍ନ ନଥିଲେ? ତାହେଲେ ତାଙ୍କୁ ସ୍ନେହରେ ମାତା ଯଶୋଦା କବି ଏଠି ଲେଖିଛନ୍ତି କଳା ମାଣିକରେ। ବୁଝିଲା ତ? ତାହେଲେ ରେ ମାନେ ଏଠି କ'ଣ ପିଲାମାନେ? ରେ ମାନେ ହେଉଛି କୃଷ୍ଣଙ୍କୁ ସମ୍ବୋଧନ କରି କୁହାଯାଇଛି। ତାପରେ ତାହେଲେ ପଢ଼ିବା ଏବଂ ସୁନ୍ଦର ଭାବରେ ବିଷୟଟିକୁ ବୁଝିବା। ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ, ବାତ୍ସଲ୍ୟ ମମତା ଘେନି ଭାଳୁଛନ୍ତି ମାତ ମୋ କଳା ମାଣିକରେ। ପିଲାମାନେ, ଧୀରେ ମାନେ କ'ଣ? ପଣ୍ଡିତ ମାନେ। ଘେନ ମାନେ ହେଉଛି ଶୁଣ। କାନନ ମାନେ ହେଉଛି ଅରଣ୍ୟ ବା ଜଙ୍ଗଲ। ବାତ୍ସଲ୍ୟ ମମତା ମାନେ ଅନାବିଳ ସ୍ନେହ। ଭାଳୁଛନ୍ତି ମାନେ ଝୁରି ହେଉଛନ୍ତି। ପିଲାମାନେ, ଶ୍ରୀକୃଷ୍ଣ ଅରଣ୍ୟକୁ ଗାଈ ଚରେଇବାକୁ ଯାଇଛନ୍ତି। ଆସିବାରେ ବିଳମ୍ବ ହେଉଛି, ତେଣୁ ମାତା ଯଶୋଦା ତାଙ୍କୁ ଝୁରୁଛନ୍ତି। କବି ଏଠି କହୁଛନ୍ତି ଧୀରେ ଘେନ କାନନରେ, ହେ ପଣ୍ଡିତ ମାନେ, ତମେମାନେ ଶୁଣ। କୃଷ୍ଣଙ୍କର ବିଳମ୍ବିତ ହବା ଦେଖି ମାତା ଯଶୋଦାଙ୍କର କେମିତି ଅନାବିଳ ସ୍ନେହ, କ'ଣ ଅନାବିଳ ସ୍ନେହ ଭାଳୁଛନ୍ତି, କେମିତି ଝୁରି ହେଉଛନ୍ତି। ତାପରେ ନିଧନ ସଂଖାଳି ମୋର ଦରିଦ୍ର ପସରା, ଅନ୍ଧ ଲଉଡ଼ି ବାବୁରେ ହୃଦ ରତ୍ନ ହାରା ମୋ କଳା ମାଣିକରେ। ପିଲାମାନେ, ନିଧନ ଅର୍ଥ କ'ଣ କିରେ? ନିଧନ ମାନେ ଧନହୀନ। ସଂଖାଳି ମାନେ କ'ଣ? ସଂଖାଳି କାହାକୁ କହିବା? ପ୍ରିୟ ଲୋକଙ୍କୁ ସଂଖାଳି କହିବା। ଦରିଦ୍ର ପସରା ମାନେ ଦରିଦ୍ର ଲୋକଟି ପାଇଁ ତାର ଅଳ୍ପ ଜିନିଷ ହିଁ ମୂଲ୍ୟବାନ ଆଉ ପ୍ରିୟ ହୋଇଥାଏ। ଅନ୍ଧର ଲଉଡ଼ି କ'ଣ? ଅନ୍ଧ ବ୍ୟକ୍ତି ପାଇଁ ତାର କ'ଣ? ଅନ୍ଧ ବ୍ୟକ୍ତି ପାଇଁ ଯେମିତି ଗୋଟେ ଅନ୍ଧ ବ୍ୟକ୍ତି ପାଇଁ ତା ବାଡ଼ି ମୂଲ୍ୟବାନ, ସେମିତି ଏଇଟା। ଆଉ ହୃଦ ଅର୍ଥ ହୃଦୟ, ରତ୍ନହାର ଅର୍ଥ ରତ୍ନର ହୀରା। ତାହେଲେ ଏଠି କବି କ'ଣ କହୁଛନ୍ତି? ନିଧନ ସଂଖାଳି ମୋର ଦରିଦ୍ର ପସରା। ମାତା ଯଶୋଦା ଶ୍ରୀକୃଷ୍ଣଙ୍କୁ ଝୁରି ହେଉଛନ୍ତି। ନିଧନ ସଂଖାଳି ମୋର। ଶ୍ରୀକୃଷ୍ଣଙ୍କର କ'ଣ ଧନ? କିଛି ଦରକାର ନାହିଁ ଶ୍ରୀକୃଷ୍ଣ ଥିଲେ, ହେଲା। ମୋର ଅତିର ପ୍ରିୟ। ଦରିଦ୍ର ଲୋକଟି ପାଇଁ ଯେମିତି ତା ବାଡ଼ିଟା ହେଉଛି, ଅନ୍ଧ ଲୋକଙ୍କ ପାଇଁ ଯେମିତି ତା ବାଡ଼ିଟା ମୂଲ୍ୟବାନ ବାଟ ଚାଲିବା ପାଇଁ, ସେମିତି ଯଶୋଦାଙ୍କ ବାଟ ଚାଲିବା ପାଇଁ କୃଷ୍ଣ ହିଁ ଦରକାର, ଆଉ କିଛି ତାଙ୍କର ଦରକାର ନାହିଁ। ମାତା ଯଶୋଦା ଏଇଥିପାଇଁ ଝୁରି ହେଉଛନ୍ତି କୃଷ୍ଣଙ୍କୁ ମନେ ପକାଇ। ତାପରେ ମୋ ଜୀବନ ତୁହି ନୟନ ପ୍ରତିମା, ତୋତେ କି ପାଶୋରି ହେବ ମୋର ସୁଖ ସୀମା ମୋ କଳା ମାଣିକରେ। ଜୀବ ମାନେ କ'ଣ? ପ୍ରାଣୀ। ଜୀବନ ମାନେ ପ୍ରାଣ। ନୟନ ମାନେ ଆଖି। ପ୍ରତିମା ମାନେ ପିତୁଳା ବା ଛବି। ବୁଝିଲା? ମାତା ଯଶୋଦା କହୁଛନ୍ତି ତୁ ମୋ ଦେହର ଜୀବନ, ତୁ ମୋ ଆଖିର କ'ଣ? ପ୍ରତିମା। ତୋ ବିନା ମୋର ସୁଖ ବୋଲି କିଛି ନାହିଁ। ଡରୁଥାଉ ଅନ୍ଧାରକୁ ରଖି ଯାଉ ଗୋରୁ, ଜନକ ଜନନୀ ସୁଖ କାହିଁ ପାଇଁ ସାରୁ ମୋ କଳା ମାଣିକରେ।
ପିଲାମାନେ ଜନକ ଜନନୀ କ'ଣ କିରେ? ଜନକ ହେଉଛନ୍ତି ପିତା, ଜନନୀ ହେଉଛନ୍ତି ମାତା। କହୁଛନ୍ତି ଯେତେବେଳେ ତୋତେ ଅନ୍ଧାରେ ଶ୍ରୀକୃଷ୍ଣଙ୍କୁ ଡର ଲାଗେ, ସେ ଗୋରୁ ଛାଡ଼ିକି ନିଜ ମାତାଙ୍କ ପାଖକୁ ଆସନ୍ତି ହେରି। ମାତା ଯଶୋଦା ଶ୍ରୀକୃଷ୍ଣଙ୍କୁ ଏମିତି ଝୁରି ହେଉଛନ୍ତି। ବୃଦ୍ଧ କାଳେ ତୁ ମୋହର ଏକଇ ନନ୍ଦନ, ହୃଦ ତାପ ବିନାଶନେ ତୁ ହରିଚନ୍ଦନ, କଳା ମାଣିକରେ। ପିଲାମାନେ ବୃଦ୍ଧ କାଳରେ ବାପା ମାଙ୍କର କେହି ନଥାନ୍ତି, ନିଜ ପୁଅ ହିଁ ଥାଏ। ସେଥିପାଇଁ ମାତା ଯଶୋଦା କହୁଛନ୍ତି, ବୃଦ୍ଧ କାଳେ ତୁ ମୋହର ଏକଇ ନନ୍ଦନ। ବୃଦ୍ଧ ମାନେ ବୁଢ଼ା, ନନ୍ଦନ ମାନେ ପୁଅ, ବୁଝିହେଲା। ହୃଦ ତାପ ବିନାଶନେ ତୁ ହରିଚନ୍ଦନ। ହୃଦ ମାନେ ହୃଦୟ, ତାପ ମାନେ ଏଠି ଦୁଃଖ, ବିନାଶ ମାନେ ଶେଷ। ହରିଚନ୍ଦନ କ'ଣ? ବିଷ୍ଣୁଙ୍କ ସୁବାସିତ ଚନ୍ଦନକୁ ହରିଚନ୍ଦନ ବୋଲି କୁହାଯାଏ, ବୁଝିହେଲା। ହୃଦୟରୁ ତାଙ୍କର ଯେଉଁ କ'ଣ ତାପ ମାନେ ଦୁଃଖଟା କେମିତି ଦୂର ହେବ? ସେମିତି ଯେମିତି ଶ୍ରୀକୃଷ୍ଣକୁ ଦେଖିଦେଲେ ସିଏ ହେଉଛନ୍ତି ତାଙ୍କର ହରିଚନ୍ଦନ। ତାପରେ ଗୋଟିକା ଅଧାମ ସର ନରୁଚଇ ତତେ, ନାଚି ଲାଞ୍ଚ ମାଗୁଥାଉ ଲବଣିକେ ମନ୍ତେ, ମୋ କଳା ମାଣିକରେ। ପିଲାମାନେ ଶ୍ରୀକୃଷ୍ଣଙ୍କୁ କିଛି ବି ରୁଚେ ନାହିଁ। ଗୋଟିକା ଅଧାମ ସର ଲବଣୀ ଏସବୁ ହେଉଛି କ୍ଷୀରରୁ ତିଆରି କରାଯାଉଥିବା ମିଠା ଜିନିଷ। ଏ କେମନ୍ତି ଅର୍ଥ କ'ଣ? କେମିତି ତାଙ୍କୁ କିଛି ରୁଚେ ନାହିଁ। ଲବଣୀ ମାଙ୍କ ଠାରୁ କ'ଣ ଖାଉଥାନ୍ତି। ତାଙ୍କର ସବୁ କଥା, ପୂର୍ବ କଥା ସବୁ କ'ଣ? ଯଶୋଦା ଝୁରି ହେଉଛନ୍ତି। ତୋଳି ମୁଁ ଧଇଲେ ଗୋଳି ହୋଇଯାଉ ତୁହି, ତୋ ଦୁର୍ବଳ ଦେଖି କାହିଁ ପଶିବଇ ମୁଇଁ, ମୋ କଳା ମାଣିକରେ। ତୁ ଯେତେବେଳେ ମୋ କୋଳରେ ପଶିଯାଉ, ତୋଳି ମାନେ କ'ଣ? ତୋଳି ମାନେ କୋଳରେ, ଧଇଲେ ଧରିବା, ଗୋଳି ମାନେ ମିଶିଯିବା, ହେଲା। ମୁଁ କୋଳରେ ଯେତେବେଳେ ତୁ ଥାଉ, ତୋ ଦୁର୍ବଳ ଦେଖି ମୁଁ ସବୁ କିଛି ଭୁଲିଯାଏ। ଯଶୋଦା ଏଠି କହୁଛନ୍ତି, ଡାକିନି ଲୋ ଭାନ୍ତି ବୋଲି ଡରୁଥାଉ ମନେ, ବାର ବାରୁଥାଇ ଯିବା ପାଇଁ ବନେ। ଡାକିନି ମାନେ ହେଉଛନ୍ତି ପିଲାମାନେ ଡାହାଣୀ, ବାର ମାନେ ବାରମ୍ବାର, ବାରୁଥାଇ ମାନେ ବାରଣ କରିବା, ମନା କରିବା। ଏବେ ମାତା ଯଶୋଦାଙ୍କର କ'ଣ ଡରୁଛନ୍ତି ମୋ ପୁଅର ସୁନ୍ଦର ଚେହେରା ଦେଖିକି। ଡାହାଣୀ ମାନେ ତାଙ୍କୁ ଲୋଭ କରିଛନ୍ତି କି? ଆଉ କ'ଣ? ନିଶାଚର ମାତିବାର ଶୁଭୁଛି ଶ୍ରୁତି କି, ମୁଁ ଡଙ୍କୁଣି ଛାଡ଼ିଦେଲି ବନକୁ କାହିଁକି, କଳା ମାଣିକରେ। ପିଲାମାନେ ନିଶାଚର ରାକ୍ଷସ ମାତିବାର ତାଙ୍କ କାନକୁ ଶୁଭୁଛି। ଶ୍ରୁତିକି ମାନେ ଶୁଣିବା, ମୁଁ ଡଙ୍କୁଣି ମାନେ ମୁଁ ନାଗୁଣୀ, ତାକୁ କାହିଁକି ଜଙ୍ଗଲକୁ ଛାଡ଼ିଦେଲି। ଝାଳ ବହୁଥିବ ଅଙ୍ଗୁ ଲାଗି ଝାଞ୍ଜି ଖରା, ଶ୍ରମ ପାଇ ତରୁ ତଳେ ବସିଥିବୁ ପରା, କଳା ମାଣିକରେ। ତୋ ଅଙ୍ଗରେ କ'ଣ ଝାଞ୍ଜି ମାନେ? ପିଲାମାନେ କ'ଣ ଝାଞ୍ଜି ମାନେ? ହେଉଛି ଖରା ଦିନେ ଖରା ସାଙ୍ଗକୁ ଗରମ ପବନ ବୁହେ, ସେ ଗରମ ପବନକୁ ଝାଞ୍ଜି ବୋଲି କୁହାଯାଏ। ଅଙ୍ଗୁ ମାନେ ଅଙ୍ଗରୁ, ଶରୀରରୁ, ହେଲା। ଶରୀରରୁ ଯେଉଁ କ'ଣ ଝାଳ ବାହାରୁଥିବ, ହେଲା। ଏବଂ ଝାଞ୍ଜି ଖରା ଖାଇ ସିଏ ତରୁ ତଳେ କ'ଣ ଶୋଇ ପଡ଼ିଥିବେ ବୋଲି ମାତା ଯଶୋଦା ଭାବୁଛନ୍ତି। ନେଲୁ ନାହିଁ କାହିଁ ପାଇଁ ତୋ କଠାଉ ଛତା, ବନେ କଣ୍ଟା ଲାଗି ହୁଏ ମୃଦୁ ପାଦ ଚିନ୍ତା, କଳା ମାଣିକରେ। ପିଲାମାନେ ଶ୍ରୀକୃଷ୍ଣ
କଠାଉ ନେଇନାହାନ୍ତି। କଠାଉ କ'ଣ? କାଠରେ ତିଆରି ଚପଲ। ମୃଦୁ ମାନେ କ'ଣ? ମୃଦୁ ମାନେ ହେଉଛି କୋମଳ। ମୃଦୁ ମାନେ ହେଲା କୋମଳ। ସିଏ ତାଙ୍କ କଠାଉ ନେଇନାହାନ୍ତି କି ଛତା ନେଇନାହାନ୍ତି। ତେଣୁ କଣ୍ଟା ଲାଗି ତାଙ୍କ ପାଦରୁ ରକ୍ତ ବାହାରୁଥିବ ବୋଲି ଏଠି ଯଶୋଦା ଝୁରି ହେଉଛନ୍ତି, ଭାବୁଛନ୍ତି। କାନ ଡେଇ ଏକା ତୋ କାନ ଡେରି ଥାଇ ଏକା ତୋ ବେଣୁ ଗୀତକୁ ଆଜ କିମ୍ପା ଶୁଭୁ ନାହିଁ ଭାବୁଛି ମନକୁ କଳା ମାଣିକରେ। କାନ ଡେଇ ଶୁଣୁଛନ୍ତି। ବେଣୁମାନେ ବଇଁଶୀ। କୃଷ୍ଣଙ୍କର ବଇଁଶୀ ସ୍ୱର କେତେବେଳେ ଶୁଭିବ? କିନ୍ତୁ ଆଜି ସେଇ ବଇଁଶୀ ସ୍ୱର ଶୁଭୁ ନାହିଁ।